हालेलुया हालेलुया प्रभु को नाम धन्य हो। अनेक दिन पर आपण को मंडली को प्रभु मते आनी से निमंते तांको नाम जुगे जुगे धन्य हो। यही समय माने परमेश्वर वाक्य शुणा निमंते जीवा सुस्थिर भाव अल्प समय बस कारण शांतिकारक लोके धन्य कारण स्वर्ग राज्य परमेश्वर शांति लोक अटंती अशांति नुहे। आम जदि बसवा ठीक भाव जाओ स्थानीय मंडली सम्मान्य पालक महाशय डिकन द्वय संपादक द्वय कोषाध्यक्ष द्वय पालिका माँ डिक्नानी मागण एवं पवित्र प्रांगण रे उपस्थित होइथिबा प्रत्येक भाई भौणी मानक मोर भक्तिपूर्ण नमस्कार। वाक्य निमंते सम्मान्य पालक महाशय संक्षेप प्रार्थना कले मो वाक्यटी आरंभ करी। ए समय डिकन महाशय आसबे संक्षेप प्रार्थना करेंगे। असीम प्रार्थना करवा। वाक्य रूपी स्वर्गीय पवित्र पिता तुम्हारी पवित्र आश्चर्य नाम को धन्यवाद प्रशंसा करुछि प्रभु ये पवित्र दिन देखाइल बोली तुम नाम को धन्यवाद देउछि। प्रिय प्रभु दास तुम यज्ञ वेदी निकट में उपस्थित अच्छी प्रभु तुम जीवंत वाक्य प्रकाश करने निमंते जीवन को तुम्हें प्रभु स्पर्श कर तुम्हें आत्मिक भाव में प्रभु तुम जीवंत वाक्य जीपरी प्रकाश कर प्रभु तुम्हें विशेष रूपे आशीर्वाद कर समस्त गौरव महिमा तुमको प्राणकर्ता प्रिय जीशु नाम मांगुछि आमीन। यही समय मध्य केवल घोषा पद सेकंड पद गीत गाइबी समस्ते करताली देवे समस्त को जनाशुना गीत उठे। तुम्हें मोर साथी तुम्हें मोर बंधु जीशु तुम्हें मोर साथी यही अंधकारे तुम्हें जे मो पथ दर्शक भक्ति यही अंधकारे तुम्हें जे मो पथ दर्शक भक्ति तुम्हें मोर साथी तुम्हें तुम्हें मोर साथी। प्रभु समय तुम पवित्र नाम धन्यवाद करुछि तुम सम्मुखरे बाहे प्रभु तुम्हें मोर मुखपात्र हो तुम कथा निवेदन करुछ समस्त गौरव तुम्हें मांगुछ। मोर प्रिय भाई भौणी माने प्रेरित पावलंकर अनेक मंडली रही पवित्र धर्मशास्त्र माने देखि पारुछु तही मधुर गोटे मंडली को प्रेरित पाउल चिट्ठी लिखिले कौन बोल कि लिखिछंती ता मैं पढ़िबा रोमी तार 2 पर्वर 8 पद किंतु जो माने स्वार्थपर सत्यर अनाज्ञावह मात्र अधार्मिकतार आज्ञावह से मानक प्रति क्रोध व कोप घटिब से ही लोक केवल से ही लोक मानक प्रति क्रोध आसीब परमेश्वर
କୋପ ଘଟିବ। ଏହି ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ପରମେଶ୍ୱରଙ୍କର ବାକ୍ୟକୁ ମାନନ୍ତି ନାହିଁ, ଅଧର୍ମାଚାରୀ ଅଟନ୍ତି। ସତ୍ୟରେ ସେମାନଙ୍କର କୌଣସି ପ୍ରକାର ଅଙ୍ଗୀକାର ନାହିଁ। ସେମାନେ ସତ୍ୟ କଥା ବୁଝିବା ପାଇଁ ଇଚ୍ଛା କରନ୍ତି ନାହିଁ, ଅଧାର୍ମିକର ଆଜ୍ଞାବହ ହୁଅନ୍ତି। ସେହି ପ୍ରକାର ଆଜି ରୋମିଓ ମଣ୍ଡଳୀ ମଧ୍ୟରେ ରହିଛନ୍ତି। ସେଥିପାଇଁ ଆଜି ପ୍ରେରିତ ପାଉଲ ସେହି ରୋମିଓ ମଣ୍ଡଳୀକୁ ଏହି ପତ୍ର ଲେଖିବେ। ଆଜି ଆମମାନଙ୍କର ମଣ୍ଡଳୀରେ ମଧ୍ୟ ସେହି ପ୍ରକାର ଲୋକ ଅନେକ ଅଛନ୍ତି। ତାହା ନୁହେଁ, ସ୍ୱାର୍ଥପର ମନୁଷ୍ୟର ସମସ୍ତଙ୍କର ରହିଛି। କେହି ଏହି ପ୍ରକାର ଲୋକ ନୁହନ୍ତି ଯେ ବିନା ସ୍ୱାର୍ଥପର। ସମସ୍ତେ ଆଜ୍ଞା ସ୍ୱାର୍ଥପର ଅଟନ୍ତି। କିନ୍ତୁ ପରମେଶ୍ୱରଙ୍କର ବାକ୍ୟ ଏହା କହୁଅଛି, ସେହି ଲୋକମାନଙ୍କ ପ୍ରତି କ୍ରୋଧ ଏବଂ କୋପ ଘଟିବ। ପରମେଶ୍ୱର କେତେବେଳେ ସନ୍ତୁଷ୍ଟ ହେବେ ନାହିଁ, ଆନନ୍ଦ ହେବ ନାହିଁ, ଖୁସି ହେବେ ନାହିଁ। ସେମାନଙ୍କ ଉପରେ ସେମାନଙ୍କର ଶାନ୍ତି ନାହିଁ। କ୍ରୋଧ ଆସିବ, କ୍ରୋଧ ଆସିବ। ଆଜି ହବା ଆଦମକୁ ଆପଣାର ପ୍ରତିମୂର୍ତ୍ତିରେ ସୃଷ୍ଟି କଲେ ସତ, କିନ୍ତୁ ପରମେଶ୍ୱର ଆଜ୍ଞାବହ। ଏହା ମାନେ ଜାଣିଅଛୁ, ନ ଶୁଣିବା କଥା ନୁହେଁ, ଜାଣିଛୁ। ତାଙ୍କର ନିଜ ପ୍ରତିମୂର୍ତ୍ତିରେ ସୃଷ୍ଟି କରିବା ଲୋକମାନେ ଆଜି ପରମେଶ୍ୱରଙ୍କର କଥାକୁ ଅଜ୍ଞାନ କରୁଅଛନ୍ତି, ଗ୍ରହଣ କରିବାକୁ ଇଚ୍ଛା କରନ୍ତି ନାହିଁ। ଏଥିପାଇଁ ଆଦି ପୁସ୍ତକ ତାର 3 ପର୍ବର 3 ପଦରେ ଲେଖା ଅଛି, ତାହା କଲେ ମରିବ, ଛୁଇଁବ ନାହିଁ କି ଖାଇବ ନାହିଁ। ଯଦି ଆମେ କରୁଛୁ ତାହା, ତେବେ ଆମେ ମରିବା। ଆଜି ହବା ଆଦମଙ୍କର ଦ୍ୱାରା ପୃଥିବୀ ମଧ୍ୟରେ ପାପ ଆସିଲା, କାରଣ ଈଶ୍ୱରଙ୍କର କଥା ଅନାଜ୍ଞାବହ ହେଲେ। ତାଙ୍କ ଭିତରେ ସେ ରହିଲେ ନାହିଁ, ବାଉଣ୍ଡରୀ ଭିତରେ ତାଙ୍କ ସୀମା ଟପିଗଲେ। ସେଥିପାଇଁ ଆଜି ପୃଥିବୀ ମଧ୍ୟରେ ପାପ ଆସିଛି। 2 ଥେସଲୋନିକୀୟ 1 ପର୍ବର 8 ପଦ, ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମମାନଙ୍କର ପ୍ରଭୁ ଯୀଶୁଙ୍କର ସୁସମାଚାର ମାନନ୍ତି ନାହିଁ, ସେତେବେଳେ ସେ ଦଣ୍ଡ ଦେବେ। କେତେବେଳେ ଆଜ୍ଞା? କୋଉ ବେଳରେ ଦଣ୍ଡ ଦେବେ? ଏହି ଲୋକମାନଙ୍କ ପାଇଁ ଆଜି ପରମେଶ୍ୱର ଦଣ୍ଡ ରଖିଅଛନ୍ତି। ଆଜି ଆମମାନେ ଯଦି ଈଶ୍ୱରଙ୍କର ବାକ୍ୟରୁ ଆମେ ଅନାଜ୍ଞାବହ ହେଉ, ଆମେ ମଧ୍ୟ ଦଣ୍ଡର ଅଧିକାରୀ। ସେ କେତେବେଳେ ଛାଡ଼ିବେ ନାହିଁ, ଯିଏ ହୁଅନ୍ତୁ ନା କାହିଁକି। ପରମେଶ୍ୱରଙ୍କର ବାକ୍ୟ ବିଧାନ ଖଣ୍ଡ ଅଟେ ଆଜ୍ଞା। ଏଥିପାଇଁ ନିଜକୁ ମଧ୍ୟ ଦେଖାଉଛି, ଅନ୍ୟକୁ ମଧ୍ୟ ଦେଖାଉଛି। ଏଥିପାଇଁ ଆମେ ଜାଗ୍ରତ ହେବା, ସଚେତନ ହେବା। କାରଣ କାଳ ମନ୍ଦ ଅଟେ, ସମୟ ନାହିଁ, ବେଳ ନାହିଁ, କାଳ ନାହିଁ, ବର୍ଷ ନାହିଁ, ଦିନ ନାହିଁ, ସେ ଶୀଘ୍ର ଆସି ଯାଉଅଛନ୍ତି, ଶୀଘ୍ର ଆସୁଅଛନ୍ତି। ନିଜ ନିଜର କର୍ମର ଫଳ ଦେବା ପାଇଁ ତାଙ୍କ ହସ୍ତରେ ହିଁ ପୁରସ୍କାର ରଖିଛି। କଣ ଆଜ୍ଞା ସେତେବେଳେ କଣ ଭବିଷ୍ୟତ ବକ୍ତା କେହି ନଥିଲେ କି? ପରମେଶ୍ୱର କାହିଁକି ଦେଲେ ନାହିଁ? ତମେ ଏଇ ପୁରସ୍କାର ବାଣ୍ଟି ଦିଅ ବୋଲିକି
मनुष्य मात्र के लोभ आज लोभर प्रयोग सकाशु आज हवा आदम पापरे पतित सेतिपाई परमेश्वर कहले तार द्वितीय थेसलोनिकीय 2 पर्वर 12 पद हाँ 2:12 जेपरिकी जो माने सत्य विश्वास न करी अधर्म संतुष्ट होती से माने समस्त दंडर पात्र होती से माने दंडर पात्र हेबे आउ क्यों लोक माने दंडर पात्र हेबे आम माने दंडर पात्र अटू आज्ञा मोशांकर द्वारा जो नियम दिगला 10 आज्ञा दिगला तो ही भर गोटे आज्ञा आम पालन करूँ कि नहीं तेरे से आम मान को कहीं दंड न देवे ख्रीस्टियान केते वर्ष है आम मानकर मन परिवर्तन नहीं वेशभूषा हुए तो परिवर्तन हो पारे मन परिवर्तन नहीं किंतु गीत गाऊ मन परिवर्तन कर आज पापरु आम फेरी चुकी चली सोमवार मीटिंग चली शुक्रवार मीटिंग चली रविवार उपासना किंतु आम मानकर मन परिवर्तन पाए जो मठ को मठ से 2024 साल रे जहाँ थिला 2025 साल रे ताहा ही अछि एथि पाए आज परमेश्वर आम मान को दंड देवे रोमी 2:9 जल्दी पढ़मा प्रथम रे यहूदी व आउ मध्य ग्रीक प्रत्येक दुष्कर्मकारी लोकंकर प्राण उपरे क्लेश व संकट घटिब यही लोक मान ऊपर संकट आसव कारण यही माने जीशुख्रीष्ट को क्रूस रे नहीं चढ़ाई दुष्कर्मकारी माने परमेश्वर केते बेले छाड़िबे नहीं जे जहाँ बुणिब ताहा ही से काटिब आज ये मानकर दुष्कर्म सकाशु तांको प्राण उपरे क्लेश व संकट घटिब एथिरे किए दायी हम कौन सी पालक दायी हेबे नहीं कौन सी प्रचारक दायी हेबे नहीं कौन सी साधु भक्त माने दायी हेबे नहीं आम्भे जहा करिछु ताहा ही भोग करिब एथिपाई आ माने जानिबा दरकार 10 पद पढ़मा 10 पद सही जन से माने दंड पाइबे अर्थात परमेश्वर तांको पराक्रम गौरव दूरीकृत होई अनंत विनाश भोग करिवे अनंत विनाश भोग करिवे जीवन थिबा पर्यंत नरक रे आकुल व्याकुल होतु आहा बोलिबा लोक केही नाही परमेश्वर मध्य आहा कहिबे नहीं कारण सुजोग से प्रदान करिछन किंतु आम मानकर जीवन रे शांति नहीं आनंद नहीं कौन खाइबा कौन पिंधिबा कौन अर्जन करिबा आज गोटे कोठा है आउ 2टा कोठा करिबा ताहा परमेश्वर चाहते नहीं एणु करी आम माने जागृत हेबा कारण समय आउ नाही रोमी 2 पर्वर 11 पद ईश्वर निकट रे कौन सी मुखापेक्षा नहीं आज्ञा जदि मंडली रे कौन सी विचारित हुए विचार करे तेबे कर्मकर्ता माने मुह देखि कारबार करंती ताहा हेई बारी बारा ही परमेश्वर करे निकट रे
ସେଥିପାଇଁ ସେ ଶୀଘ୍ର ଆସୁଅଛନ୍ତି। ପ୍ରକାଶିତ 22 ପର୍ବର 12 ପଦରେ ଲେଖା ଅଛି। ପଢିବା ପାଇଁ ମୁଁ କହୁନି ମୁଁ। ସେଥିପାଇଁ ମାନେ ଜାଗ୍ରତ ହେବା। ସମୟ ନାହିଁ, ଦିନ ନାହିଁ, ବେଳ ନାହିଁ। ପ୍ରଥମ ପିତର 4 ପର୍ବର 17 ପଦରେ ଗୋଟିଏ ଲେଖା ଅଛି। ପିତର ଲେଖିଛନ୍ତି କଣ ବୋଲିକି ଦେଖନ୍ତୁ। କାରଣ ଈଶ୍ୱର ଗୃହ ଠାରୁ ଆରମ୍ଭ କରି ବିଚାର କରିବାର ସମୟ ଉପସ୍ଥିତ। ଆଉ ଯଦି ପ୍ରଥମେ ଆପଣମାନଙ୍କର ଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କର ଅନାଜ୍ଞାବହ ସେମାନଙ୍କର ଦଶା କଣ ନ ହବ? କଣ ନ ହବ ଆଜ୍ଞା? ମୋର ଦଶା କଣ ହବ? ମୋ ପରିବାରର ଦଶା କଣ ହବ? ମୋ ମଣ୍ଡଳୀର ଦଶା କଣ ହବ? ଏଥିପାଇଁ ସେ ରୋମୀ ନିକଟକୁ ସଚେତନ ଜାଗ୍ରତ ଆମମାନଙ୍କର ଆଉ ଶେଷ ଦଶା କଣ ହବ ତାହା କହିହବ। ଏଣୁ କରିକି ଆମମାନେ ଚିନ୍ତା କରିବା ଦରକାର। 13 ପଦ ପଢମା। କାରଣ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ୱରଙ୍କର ସାକ୍ଷାତରେ ଧାର୍ମିକ ନୁହନ୍ତି। କାରଣ ବ୍ୟବସ୍ଥା ପାଳନକାରୀ ମାନେ ଧାର୍ମିକ ଗଣିତ ହୁଅନ୍ତି। ବ୍ୟବସ୍ଥା ଯେଉଁମାନେ ପାଳନ କରିବେ ସେଇମାନେ ଧାର୍ମିକ। ଏଥିପାଇଁ ଆମମାନେ ବ୍ୟବସ୍ଥା ପାଳନ କରିବା। ମୋ ସାଙ୍ଗର 10 ଆଜ୍ଞା ବ୍ୟବସ୍ଥା ଦିଆଗଲା ଆମମାନଙ୍କୁ, କିନ୍ତୁ ଆମେ ଗୋଟିଏ ଆଜ୍ଞା ପାଳନ କରୁନା। ତେବେ ଆମମାନଙ୍କର ଅବସ୍ଥା କଣ ନ ହବ? ତେବେ ଆମେ କେଉଁ ପ୍ରକାର ଜୀବନ କାଟିବା? ଶେଷ ଦିନ ମାନଙ୍କରେ କେମିତି କାଟିବା ଆଜ୍ଞା? ସେ ତ ବିଚାର କରିବେ। ବିଚାର ନ କରି କେତେବେଳେ ସେ ପୁରସ୍କାର ଦେବେ ନାହିଁ, ଏଇଟା ମନେ ରଖିଥାନ୍ତୁ। ଯେତେ ବଡ ଲୋକ ହେଉନା, ବିଚାର ନିଶ୍ଚିତ ଅଛି। ଯେ ହଉ କର, କାହାର ବିଚାର ନ ହେ ଏଭଳିଆ କିଛି ନାହିଁ। ସମସ୍ତଙ୍କର ବିଚାର ହବ। ସମସ୍ତେ ଈଶ୍ୱରଙ୍କର ନିକଟରେ ନିଜ ନିଜର ହିସାବ ଦେବାକୁ ପଡିବ। ରୋମୀ 14 ପର୍ବର 12 ପଦ। ଆମମାନଙ୍କର ପ୍ରତ୍ୟେକ ଜଣକୁ ନିଜ ନିଜର ହିସାବ ଦେବାକୁ ହବ। ମୋର ପରିବାରର ହିସାବ ଦେଇପାରିବି ନାହିଁ, ମୋ ସହଧର୍ମୀ ଦେଇପାରିବି ନାହିଁ, ମୋ ପୁଅର ହିସାବ ମୁଁ ଦେଇପାରିବି ନାହିଁ। ମୋ ହିସାବ ମୁଁ ଦେବାକୁ ସେଥିପାଇଁ ଜଗତରେ ଆମେ ବଞ୍ଚି ଅଛୁ ଆଜ୍ଞା। ନିଜ ନିଜ ହିସାବ ଦେବାକୁ ପଡିବ। 21 ଦିନର ଛୁଆକୁ ମଧ୍ୟ ପରମେଶ୍ୱର ଛାଡ଼ିବେ ନାହିଁ। ତାଙ୍କ ଠାରୁ ମଧ୍ୟ ବିଚାର କରିବେ, ହିସାବ ନିକାଶ ନେବେ, କାହାକୁ ଛାଡ଼ିବେ ନାହିଁ। ଜଗତର ସର୍ବ ସୃଷ୍ଟିକର୍ତ୍ତା ପରମେଶ୍ୱର ପ୍ରତ୍ୟେକ ନିଶ୍ୱାସ ପ୍ରଶ୍ୱାସଧାରୀ ପ୍ରାଣୀ ତାଙ୍କ ସମ୍ମୁଖରେ ଆଠୁ ନତ କରୁ। କେହି ନତ ନ କରିଛନ୍ତି ଏମିତି କିଛି ନାହିଁ। ସମସ୍ତେ ନତ କରିବେ। ମୁଁ ଯାହା କରିଛି ଜଗତ ମଧ୍ୟରେ, ପୃଥିବୀ ମଧ୍ୟରେ, ତାହାର ହିସାବ ନିକାଶ ମୁଁ ଦେବାକୁ ପଡିବ। ମୋ ଭାଇ ପ୍ରତି, କି ମୋ ପରିବାର ପ୍ରତି, କି ମୋ ମଣ୍ଡଳୀ ପ୍ରତି, କି ପାଳକ ପ୍ରତି, କି ପ୍ରଭୁଙ୍କର ଦାସ ମାନଙ୍କ ପ୍ରତି ଯାହା କରିଛି ତାହା ମତେ ଦେବାକୁ ପଡିବ। ଏଥିପାଇଁ ଆମମାନେ ପରୀକ୍ଷା କରିବେ। କୋଉଥିରେ ପରୀକ୍ଷା କରିବେ? କୋଉଥିରେ କି ଟିକେ ସାହାଯ୍ୟ କରିବେ କି? କୋଉଥିରେ ଆମମାନଙ୍କର ପରୀକ୍ଷା କରିବେ? କାଗଜ, ପଟା, ପେନ୍ ନାହିଁ ଆଜ୍ଞା।
ସେଥିରେ ସେ ପରୀକ୍ଷା କରିବେ ନାହିଁ। ପ୍ରଥମ କରନ୍ତି 3 ପର୍ବର ତାର 13 ପଦରେ ଲେଖା ଅଛି। କି ପ୍ରକାର ତାହା ପ୍ରକାଶ ପାଇବ, କାରଣ ସେହି ଦିନ ତାହା ପ୍ରକାଶ ପାଇବ। ଭାବ, ସେଇ ଅଗ୍ନି ପରୀକ୍ଷା କରିବ। ଟିକେ ଚୁଲିର ନିଆଁ ପଡିଗଲା, ସର୍ବାଙ୍ଗ ଶରୀର ପରମେଶ୍ୱର ପରୀକ୍ଷା କରିବେ, ଛାଡ଼ିବେ ନାହିଁ, ଛାଡ଼ିବେ ନାହିଁ। ଆଜ୍ଞା, ଦିନ ଆସୁଛି, ଦିନ ପାଖେଇଲାଣି, ସମୟ ନାହିଁ। ଏଥିପାଇଁ ସେ ଅଗ୍ନିରେ ପରୀକ୍ଷା କରିବେ। ଆମମାନଙ୍କର ପ୍ରତ୍ୟେକ ଲୋକଙ୍କର ହିସାବ ଦେବାକୁ ପଡିବ। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ବେଳ ଥାଉନି, ସମୟ ଥାଉନି, ମନ ପରିବର୍ତ୍ତନ କରିବା। ମନ ପରିବର୍ତ୍ତନ କରିବା। ଯେଉଁମାନେ ସ୍ୱାର୍ଥପର ସେମାନେ ପରମେଶ୍ୱରଙ୍କୁ ପାଇଛନ୍ତି କି? ଯେଉଁମାନେ ଅଧର୍ମଚାରୀ ସେମାନେ ପରମେଶ୍ୱର ଜାଣିଛନ୍ତି କି? ପରମେଶ୍ୱରଙ୍କ ପବିତ୍ର ମନ୍ଦିର କେମିତି ଜାଣି ନାହାନ୍ତି? ଆଜି ରବିବାର ଦିନ ମୁଁ ପଳେଇଲି ସୌରାଗା ବାରଇକି, ଆଉ କୁଆଡେ କୁଆଡେ ଯିବେ। ସେଥିପାଇଁ ଆମେ ଜାଗ୍ରତ ହେବା। ତାଙ୍କ ଦିନ ମଧ୍ୟରେ, ସମୟ ମଧ୍ୟରେ ଆମେ ଜୀବନ ପ୍ରଭୁ ଏହି ଶକ୍ତି এই ସମୟରେ ପ୍ରାର୍ଥନା କରିବେ ପାଳିକା ମା। ଯଦି ଅଛନ୍ତି ପାଳିକା ମା ପ୍ରତି ପ୍ରାର୍ଥନା କରିବେ ମୋ ଜାଗାକୁ।